ଦେଖନ୍ତୁ ପ୍ରେମ ଗୋଟେ ଏମିତି ଜିନିଷ ଯଦି ତା'ର କେୟାର ନିଆଯାଏ ନିଶ୍ଚିତ ଭାବେ ସେଇଟା ରୁହେ। ଅର୍ଥ ହେଉ, ପରିବାର ହେଉ କିମ୍ବା ସାଙ୍ଗସାଥି ଯିଏ, ଆପଣ ତାକୁ ଥରେ କେୟାର ନେଇକି ଦେଖନ୍ତୁ। ନିଶ୍ଚିତ ଭାବରେ କେୟାର ପାଉଥିବା ବ୍ୟକ୍ତିଟି ଆପଣମାନଙ୍କର ହେଇ ରହିବ। ମୁଁ କ'ଣ ପାଇଁ ଏ କଥା କହିଲି? ବହୁତ ଦିନ କଥା ମୋତେ ଜଣେ କହିଥିଲେ ଏଇ କଥା, ଆଉ ଏଇଟା ବିଲକୁଲ ସଦୃଶ୍ୟ ମାନ ଅବତୀର୍ଣ୍ଣ ମାନ। ଦେଖନ୍ତୁ ଆପଣଙ୍କର ଜାତକ ଯାହା କହୁଛି, ଆଜି ଆମେ ଏମିତି ଆଲୋଚନା କରିବା କେଉଁ ରାଶି 2026ରେ ବାହାଘର ପାଇଁ, ପ୍ରେମ ସମ୍ପର୍କ ପାଇଁ ବହୁତ ସୁନ୍ଦର ଭାବେ ଯୋଗକାରୀ ସୃଷ୍ଟି ତିଆରି କରୁଛି। ଯିଏ ପ୍ରେମ କରୁଛି କିମ୍ବା ଯିଏ ଭଲ ପାଉଛି ଏଇ ବର୍ଷରେ ସେ ତା'ର ଘର ଲୋକଙ୍କୁ କେମିତି କହିକି ମନେଇବ, ଅର୍ଥାତ୍ ନିଶ୍ଚିତ ଭାବରେ ଯଦି ସେ ଘର ଲୋକଙ୍କୁ କହୁଛି ଏବଂ ସିଏ ସେ ପ୍ରେମର କେୟାର ନେଉଛି, ସିଏ ତା'ର ପ୍ରେମିକ କିମ୍ବା ତା'ର ପ୍ରେମିକାକୁ ନିଶ୍ଚିତ ଭାବରେ ତା'ର ନିଜର କରିପାରିବାର ସମୟ। ରାଶି କଥା ଯଦି କହିବା, ମୁଁ କହୁଛି ଶୁଣନ୍ତୁ। ନିଶ୍ଚିତ ଭାବରେ ସିଂହ ରାଶି, ଧନୁ ରାଶି, ମୀନ ରାଶି ବହୁତ ହିଁ ଭଲ ଯୋଗ ସୃଷ୍ଟି କରୁଛି, କିନ୍ତୁ ସବୁଠୁ ବଢ଼ିଆ ଯୋଗ ଜେମିନି ଅର୍ଥାତ୍ ମିଥୁନ ରାଶି। ଦେଖନ୍ତୁ ମିଥୁନ ରାଶି ପ୍ରେମ ପାଇଁ ଏଇ ବର୍ଷଟି ଯଦି ଆମେ କହିବା ଗୋଟେ ଆଳାପର ବର୍ଷ। ଆପଣ ଅର୍ଥ କଥା ମୁଁ ଆଲୋଚନା କରିଛି, ସ୍ୱାସ୍ଥ୍ୟ କଥା ଆଲୋଚନା କରିଛି, ପ୍ରେମ କଥା ଆଲୋଚନା ମଧ୍ୟ କରିଛି, କିନ୍ତୁ କ'ଣ ପାଇଁ ମୁଁ ପୁଣି ଆଉ ଗୋଟେ ଭିଡ଼ିଓ ନିଶ୍ଚିତ ଭାବରେ ଆପଣଙ୍କ ଆଗରେ ଉପସ୍ଥାପନ କରୁଛୁ। ଦେଖନ୍ତୁ ମୁଁ ଆପଣଙ୍କୁ ଫାଷ୍ଟ ଆପଣଙ୍କର ଗୋଟେ କୁଣ୍ଡଲିଟା ଦେଖାଉଛି। ଏଇଟା ଦେଖନ୍ତୁ ଗୁରୁ ଲଗ୍ନରେ ବସିଛନ୍ତି, ଅର୍ଥାତ୍ ଆପଣଙ୍କର ପ୍ରତ୍ୟେକଟି ଇଚ୍ଛା ପୂରଣ ହେବାର ସମୟ। ଗୁରୁ ପୁଣି ଭଲ ଉଚ୍ଚସ୍ତର ରାଶିକୁ ଗୋଚର କରିବେ। ମୁଁ ଲଜିକାଲି ଆପଣଙ୍କୁ କହୁଛି କ'ଣ ପାଇଁ ପ୍ରେମ ଏଇ ବର୍ଷଟି ଆପଣଙ୍କ ପାଇଁ ନିତାନ୍ତ ଖୁସି ସୁଖ ଦେବ। ଦେଖନ୍ତୁ ପ୍ରେମର ଘର ଆମେ କେଉଁଟାକୁ କହୁ? ପଞ୍ଚମ ହାଉସ୍କୁ କହୁ ପ୍ରେମର ଘର। ସପ୍ତମ ହାଉସ୍କୁ କହୁ ଆମେ ବାହାଘର, ଅର୍ଥାତ୍ ପତି କିମ୍ବା ପତ୍ନୀଙ୍କ ଘରକୁ। ପଞ୍ଚମ ଘରକୁ ଦୃଷ୍ଟି ଦେଖନ୍ତୁ ବୃହସ୍ପତିଙ୍କର ବହୁତ ବଢ଼ିଆ ଶୁଭ ଦୃଷ୍ଟି, ସପ୍ତମ ଘରକୁ ମଧ୍ୟ ଦୃଷ୍ଟି। ଯଦି ଆମେ ଆପଣଙ୍କ ରାଶି କଥା କହିବା, ଆପଣଙ୍କର ଯେଉଁ ସ୍ଥାପନ କରିବା ପାର୍ଟନରସିପ୍ ହାଉସ୍ ଅର୍ଥାତ୍ ସ୍ୱାମୀ ସ୍ତ୍ରୀଙ୍କର ଘର, ସେଇଠି 9 ଲେଖାଯାଇଛି, ଅର୍ଥାତ୍ 9 ମାନେ ବୃହସ୍ପତି ଆପଣଙ୍କ ଲଗ୍ନରେ ରହିକି ସିଏ ଆପଣଙ୍କର ସପ୍ତମ ଘରକୁ ଅନେଇଲେ ଦୃଷ୍ଟି ଦେବା ସହିତ ଆମେ ଯଦି ପତିଙ୍କ କୁଣ୍ଡଲିରେ ଅର୍ଥାତ୍ ଗୋଟେ ପୁଅର କୁଣ୍ଡଲିରେ ଯଦି ଆମେ ଖୋଜିବା ଝିଅ, ଅର୍ଥାତ୍ ପୁଅର କୁଣ୍ଡଲିରେ ଯଦି ସ୍ତ୍ରୀକୁ ଖୋଜିବା ଶୁକ୍ରଙ୍କୁ ଦେଖିବା, ଯଦି ଝିଅର କୁଣ୍ଡଲିରେ ଖୋଜିବା ସ୍ୱାମୀଙ୍କୁ ମଙ୍ଗଳକୁ ଦେଖିବା। ଦେଖନ୍ତୁ ମଙ୍ଗଳ ଏବଂ ଶୁକ୍ର ବୃହସ୍ପତିଙ୍କ ରାଶିରେ ଉଚ୍ଚସ୍ଥ ଅବସ୍ଥାରେ ଅଛନ୍ତି ଏବଂ ବୁଧ ମଧ୍ୟ ଯିଏ ଆପଣଙ୍କର ଲଗ୍ନ ସ୍ୱାମୀ ସିଏ ମଧ୍ୟ ଉଚ୍ଚସ୍ଥ ଅବସ୍ଥାରେ ବିରାଜମାନ ଅଛନ୍ତି। ଆମେ ଅନ୍ୟ କୌଣସି ଗ୍ରହକୁ ଦେଖିବା ନାହିଁ, ଆମେ ଦେଖିବା ସ୍ୱାମୀଙ୍କ ଗ୍ରହ, ସ୍ତ୍ରୀଙ୍କ ଗ୍ରହ ଅର୍ଥାତ୍ ମଙ୍ଗଳ ଓ ଶୁକ୍ର। ପୁଣି ସେଠି ସୂର୍ଯ୍ୟ ରହିକି ବଳବାନ କରିଦେଲେ, ଅର୍ଥାତ୍ ପିତାଙ୍କୁ ଖୁସି କରାଇବାର ସମୟ। ଅର୍ଥାତ୍ ଯଦି କୌଣସି ପୁଅ କିମ୍ବା କୌଣସି ଝିଅ କାହାକୁ ଭଲ ପାଉଛି, ପ୍ରେମ କରୁଛି, ନିଶ୍ଚିତ ଭାବରେ ତାଙ୍କର ପିତା ଆଜ୍ଞା ଦେବେ, ଅର୍ଥାତ୍ ନିଜ ପିତା ମାନିବେ। ଏଠି ଯଦି ଆମେ ଦେଖିବା ବୃହସ୍ପତି ଆପଣଙ୍କୁ କେଉଁ ସମୟରେ ଯଦି ହେଲ୍ପ କରିବେ, ମାର୍ଚ୍ଚରୁ ଆପଣଙ୍କୁ ଜୁନ୍ ଯାଏ ବହୁତ ବଢ଼ିଆ, ଜୁନ୍ରୁ ସେପ୍ଟେମ୍ବର ଯାଏ ମଧ୍ୟ ବଢ଼ିଆ, ତାପରେ ଡିସେମ୍ବର ମାସ ବହୁତ ବଢ଼ିଆ। ତ ଆପଣ ଏହିସବୁ ମାସରେ ଯଦି ଆପଣଙ୍କ ଘରେ ପ୍ରେମ କଥା ଆଲୋଚନା କରିବେ କିମ୍ବା ଆପଣଙ୍କର ପ୍ରେମିକ ପ୍ରେମିକାଙ୍କ କଥା କହିବେ, ନିଶ୍ଚିତ ଭାବରେ ଗୋଟେ ସୁଗଠିତ ଉପରେ ବାହାଘର ଆପଣଙ୍କର ହେଇଯିବ। ଦେଖନ୍ତୁ ମଙ୍ଗଳ ହେଉଛନ୍ତି ବାହାଘରର କାରକ। ମଙ୍ଗଳ ହେଉଛନ୍ତି ବାହାଘରର କାରକ। ମଙ୍ଗଳ ବସିକି ମଧ୍ୟ ଏକାଦଶ ଭାବରେ ତାଙ୍କର ରାଶି, ତ ଏକାଦଶ ଭାବରେ ଷଷ୍ଠ ଭାବରେ ମଧ୍ୟ ତାଙ୍କର ଏଠି ରହୁଛି, ଗୋଚର ରହୁଛି। ତ ଯେହେତୁ ମଙ୍ଗଳ ଅସ୍ତ ଥିଲେ ସେତେବେଳେ ଅଲଗା କଥା, ଏବେ ମଙ୍ଗଳ ଉଦୟ ହେଲେନି, ତ ବୁଧ ଲଗ୍ନ ସ୍ୱାମୀ ଆପଣଙ୍କୁ ପୁଣି ନିଶ୍ଚିତ ଭାବରେ ପ୍ରେମ ସମ୍ପର୍କରେ ସାହାଯ୍ୟ କରିବେ। ଶୁକ୍ର ବଳବାନ ହେଇକି ବସିଲେ ଏଇଠି, ଦୁଇ ଗୁରୁ ବୃହସ୍ପତି ଏବଂ ଶୁକ୍ର ଆପଣଙ୍କୁ ମିଳିତ ଉଦ୍ୟମରେ, ମିଳିତ ପ୍ରୟାସରେ ଗୋଟେ ବାହାଘରର ରାସ୍ତା ଫିଟେଇବେ। ସୂର୍ଯ୍ୟ ଯେହେତୁ ମଙ୍ଗଳଙ୍କର ଅତ୍ୟନ୍ତ ବନ୍ଧୁ ମିତ୍ର ଗ୍ରହ, ବୁଧ ମଧ୍ୟ ମିତ୍ର ଗ୍ରହ, ଶୁକ୍ର ସୂର୍ଯ୍ୟଙ୍କର ଶତ୍ରୁ ଗ୍ରହ ହେଇଥିଲେ ମଧ୍ୟ ଯେହେତୁ ବୃହସ୍ପତିଙ୍କର ଦୃଷ୍ଟି ଅଛି, ତ ସେଇଠି ଶୁକ୍ର ମଧ୍ୟ ଆପଣଙ୍କୁ ହେଲ୍ପ କରିବେ। ତ ବାହାଘର ପାଇଁ ଏଇଟା ବହୁତ ବଢ଼ିଆ ସମୟ। ଆଉ ହଁ, ବାହାଘରରେ ଝଗଡ଼ା କିମ୍ବା କୌଣସି ପ୍ରୋବ୍ଲେମ୍ ହେବାର ଏତେଟା ଦେଖାଯାଉ ନାହିଁ। ଯଦିଓ ରାହୁ
ବସିଛନ୍ତି ଆପଣଙ୍କର ଭାଗ୍ୟ ଭାବରେ, କିନ୍ତୁ ଭାଗ୍ୟ ସାଥିରେ ଆମେ ଏଇଟାକୁ ଯୋଡ଼େଇ ପାରିବାନି ଏଇଥିପାଇଁ ବିକଜ ଏଇଠି ମଙ୍ଗଳ ବୁଧ ଶୁକ୍ର ଶନି ଯେଉଁ ଚତୁର୍ବର୍ଗୀ ଗ୍ରହଙ୍କର ଯେଉଁ ଶକ୍ତି ଏନର୍ଜି ସେଇଟା ପ୍ରସ୍ଫୁଟିତ ହେଇକି ଜଣାପଡ଼ୁଛି। କର୍ମ ଘରେ ଯେମିତି ଶନି ବସିଛନ୍ତି, ଆପଣଙ୍କର ଶନି ମଧ୍ୟ ବହୁତ ଷ୍ଟ୍ରଙ୍ଗ ହେଇକି ବସୁଛନ୍ତି, ଶନିଙ୍କ ଦୃଷ୍ଟି ମଧ୍ୟ ରହୁଛି। ତ ଏଇଠି କ'ଣ ନା ମିଳିତ ଉଦ୍ୟମରେ ମିଳିତ ପ୍ରୟାସରେ ଆପଣ ଯଦି କେୟାର କରିବେ, ନିଜର ବାହାଘରକୁ ନେଇକି କେୟାର କରିବେ, ନିଜର ପ୍ରେମିକ ପ୍ରେମିକାଙ୍କୁ ନେଇକି କେୟାର କରିବେ, ନିଶ୍ଚିତ ଭାବରେ ଏ ଯେଉଁ ବର୍ଷଟି ଆପଣଙ୍କର ସୁଫଳ ପ୍ରେମ ପାଇଁ ବହୁତ ହି ବଢ଼ିଆ ଜାତକ ମିଥୁନ ରାଶି ପାଇଁ। ତ ମିଥୁନ ରାଶି କାଳ ବିଳମ୍ବ ନ କରି ନିଶ୍ଚିତ ଭାବରେ ଯେଉଁ ସବୁ ସମୟ ମୁଁ କହିଲି ନୋଟ୍ କରନ୍ତୁ ଏବଂ ନିଜର ପ୍ରେମ ବାହାଘର ପାଇଁ ସମୟ ବାହାର କରନ୍ତୁ, ବହୁତ ହି ବଢ଼ିଆ ସମୟ। ତ ନିଶ୍ଚିତ ଭାବରେ ଆମେ ଆଉ ଗୋଟେ ଅଧ୍ୟାୟର ଆଲୋଚନା କରିବା। ତ ମିଥୁନ ରାଶି ନିଶ୍ଚିତ ଭାବରେ ଏଇଟା ବହୁତ ବଢ଼ିଆ ସମୟ, ସିଂହ ରାଶି ମଧ୍ୟ ଭଲ ସମୟ, ଧନୁ ରାଶି ମୀନ ବହୁତ ବଢ଼ିଆ ସମୟ, କିନ୍ତୁ ଜେମିନିକୁ ଆମେ ନିଶ୍ଚିତ ଭାବରେ ନମ୍ବର 1 ପୋଜିସନରେ ଏଠି ଦେବା। ଜୟ ଜଗନ୍ନାଥ।